ସମସ୍ତଙ୍କୁ ଓଁ ସାଇରାମ। ଆଶା କରୁଛି ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା ମନକୁ ଛୁଇଁଗଲା ବୋଲି ଆଜିର ଅନୁଚିନ୍ତା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ଚାଲନ୍ତୁ ଶୁଣିବା। ମଣିଷ ଗର୍ବ ତା ଭଲ ସମୟରେ ଦେଖାଇଥାଏ, କିନ୍ତୁ ତାର ଫଳ ତାକୁ ତାର ଖରାପ ସମୟରେ ଭୋଗିବାକୁ ପଡ଼ିଥାଏ। ଜଣେ ପଚାରିଲେ, ଜୀବନରେ ସବୁଠୁ ବଡ଼ ଦୁଃଖ କ'ଣ? ଆଉ ଗୋଟେ ବନ୍ଧୁଟି କହିଲେ, ବିନା ଦୋଷରେ ଅପମାନିତ କରିବା ହେଉଛି ବଡ଼ ଦୁଃଖର କଥା। କେବେ କାହାକୁ ମିଛ ଆଶା ଦେଇ ଠକି ଦିଅ ନାହିଁ, କାରଣ ତୁମର ଟିକିଏ ଖୁସି ପାଇଁ ଅନ୍ୟକୁ ଜୀବନ ସାରା କଷ୍ଟ ସହିବାକୁ ପଡ଼ିଥାଏ। ନିଜକୁ ଏମିତି ଗଢ଼, କେହି ତୁମକୁ ଛାଡ଼ି ଦେଇପାରିବ ହେଲେ ଭୁଲି ପାରିବ ନାହିଁ। ପିଲାମାନଙ୍କୁ ବିଦେଶରେ ବଡ଼ ଲୋକ କରି ଗର୍ବ କରୁଥିବା ବାପା ମା ମାନେ ଅଧିକାଂଶ ସମୟରେ ସାହି ପଡ଼ିଶାଙ୍କ କାନ୍ଧରେ ହିଁ ସ୍ୱର୍ଗ ଦ୍ୱାର ଯାଇଥାନ୍ତି। ମଣିଷ ଜୀବନରେ ନିଦ ଭାଙ୍ଗିଲେ ସକାଳ, ନିଦ ନ ଭାଙ୍ଗିଲେ ପରକାଳ। ଜାତି ଦେଖି ପାଣି ପିଇବା ଲୋକ। ରକ୍ତର ଆବଶ୍ୟକତା ପଡ଼ିଲେ ଯେକୌଣସି ଲୋକଙ୍କଠାରୁ ରକ୍ତ ନେଇଥାନ୍ତି। ବାପାର ପରିଶ୍ରମ ଓ ଘରର ପରିସ୍ଥିତି ଯିଏ ମନେ ରଖିଛି, ସେ କେବେ ବି ଖରାପ ରାସ୍ତାରେ ଯାଇନାହିଁ। ଏବେ ଶୁଣିବା, ତୁଳସୀ ମୂଳରେ ଦୀପ ଦେଲେ କେଉଁ ଫଳ ମିଳିଥାଏ? ଦୀପ ହେଉଛି ଆଲୋକର ପ୍ରତୀକ। ଦୀପ ତ୍ୟାଗର ପ୍ରତୀକ। ଦୀପ ଛାୟାକୁ ପବିତ୍ର କରିଥାଏ। ଦୀପ ଜ୍ୟୋତି ସ୍ୱରୂପ। ଦୀପ ଶତ୍ରୁତାକୁ କମେଇଥାଏ। ଦୀପ ମନକୁ ପ୍ରସନ୍ନ କରିଥାଏ। ଘରୁ ବାହାରିବା ବେଳେ ଦକ୍ଷିଣ ପଟେ ଚଉରା ରହିବା ଘର ପାଇଁ ଶୁଭ ହୋଇଥାଏ। ଚଉରା ମୂଳେ ସକାଳେ ହେଉ ବା ସନ୍ଧ୍ୟାରେ ପ୍ରତିଦିନ ଦୀପ ଦେଲେ ନକାରାତ୍ମକ ଶକ୍ତି ଘରକୁ ପଶି ପାରିନାହିଁ। ତୁଳସୀ ଗଛରେ 24 ଘଣ୍ଟା ଅକ୍ସିଜେନ୍ ଦେଇଥାଏ। ତୁଳସୀର ସ୍ୱାମୀ ନଥାଇ ମଧ୍ୟ ସଧବା ଅଟନ୍ତି। ତୁଳସୀ ଗଛକୁ ପୂଜା କରି ଦୀପ ଦେଲେ ନାରୀ ଅଖଣ୍ଡ ସୌଭାଗ୍ୟବତୀ ହୋଇଥାଏ। ଚଉରା ମୂଳେ ପ୍ରତିଦିନ ଦୀପ ଦେଲେ ଲକ୍ଷ୍ମୀ ପ୍ରାପ୍ତି ହୋଇଥାଏ। ଏବେ ଜାଣିବା, ସ୍ୱାମୀ ସ୍ତ୍ରୀ ଝଗଡ଼ା କରିବାର କେତୋଟି ଲକ୍ଷଣ। ନିଜ ପତ୍ନୀଙ୍କୁ ଅଧାରୁ ଅଧିକ ଜିନିଷ ନ କହିବା। ସବୁବେଳେ ପତ୍ନୀଙ୍କୁ ପାଟି କରି କଥା କହିବା। ପତ୍ନୀଙ୍କୁ ନ ଜଣାଇ ସାଙ୍ଗମାନଙ୍କ ସହିତ ବାହାରକୁ ଯିବା। ପତ୍ନୀଙ୍କ ସୌନ୍ଦର୍ଯ୍ୟରେ ସର୍ବଦା ଦୋଷ ଖୋଜିବା। ସ୍ତ୍ରୀକୁ ସୁନ୍ଦର ନାରୀମାନଙ୍କ ସହିତ ତୁଳନା କରିବା। ବିନା ଦୋଷରେ ପତ୍ନୀଙ୍କୁ ସନ୍ଦେହ କରିବା। ଗୋଟିଏ କଥା ସବୁବେଳେ ମନେ ରଖିଥିବେ, ତୁମ ସହିତ ଯିଏ ବି ଖରାପ କରୁଛି ବା ତା ସହିତ ହିସାବ ନେବାକୁ ଭାବନ୍ତୁ ନାହିଁ। କାରଣ ହିସାବ ନେବା କାମ ତମର ନୁହେଁ। ତୁମର କାମ ଯାହା କରିଚାଲ, ତାକୁ ଭୁଲିଯାଅ। ହିସାବ ନେବା ଲୋକ ଯେତେବେଳେ ନେବ, ତାଠାରୁ ସବୁ କିଛି ନେଇଯିବ। ଯଦି ତୁମର କିଛି ଭାଙ୍ଗିବାକୁ ଇଚ୍ଛା ହୁଏ, ତେବେ ଗର୍ବକୁ ଭାଙ୍ଗିଦିଅ। ଯଦି ତୁମର କିଛି ଜଳାଇବା ଇଚ୍ଛା ହୁଏ, ତେବେ କ୍ରୋଧକୁ ଜଳାଇ ଦିଅ। ଯଦି କିଛି ଲିଭେଇବାକୁ ଇଚ୍ଛା ହୁଏ, ତେବେ ଘୃଣାକୁ ଲିଭେଇ ଦିଅ। ଯଦି କିଛି ମାଗିବାକୁ ଇଚ୍ଛା ହୁଏ, ତାକୁ ଇଚ୍ଛାକୁ ମାରିଦେବ। ଯଦି ତୁମର କିଛି ଦେବାକୁ ଇଚ୍ଛା ଥାଏ, ତେବେ ଆଶୀର୍ବାଦ ଦେବ। ଯୌବନ ଉପରେ ଅଧିକ ଗର୍ବ କରନ୍ତୁ ନାହିଁ, କାରଣ ଯୌବନ କ୍ଷଣସ୍ଥାୟୀ। କାନରେ ବଧିରପଣ ଆସିବା ପୂର୍ବରୁ ଯାହା ଶ୍ରବଣଯୋଗ୍ୟ ତାହା ଶୁଣିନିଅ। ଗୋଡ଼ ଚାଲିବା ବନ୍ଦ ହୋଇଯିବା ପୂର୍ବରୁ ତୀର୍ଥଯାତ୍ରା କରିନିଅ। ଆଖିରେ ଅନ୍ଧାରପଣ ଆସିବା ପୂର୍ବରୁ ନିଜେ କରିଥିବା ଭୁଲକୁ ସୁଧାରି ନିଅ। ବାଣୀ ବନ୍ଦ ହୋଇଯିବା ପୂର୍ବରୁ କିଛି ମିଠା କଥା କହିଦିଅ। ହାତ ବନ୍ଦ ହେବା ପୂର୍ବରୁ କିଛି ପୁଣ୍ୟ କାମ କରିନିଅ। ଦେହରୁ ଆତ୍ମା ଚାଲିଯିବା ପୂର୍ବରୁ ପ୍ରଭୁଙ୍କ ନିକଟରେ ଶରଣାଗତ ହୋଇଯାଅ।
ଏ ଦୁନିଆରେ ଭଲ ଲୋକଙ୍କୁ ଖୋଜିବା କିଛି ଆବଶ୍ୟକତା ନାହିଁ। ଯଦି ପାରୁଛ ନିଜକୁ ନିଜେ ଭଲ କରିଦେଲେ ଦେଖିବେ ଦୁନିଆଟା ଭଲ ହୋଇଯିବ। ସେହିପରି ଈଶ୍ୱରଙ୍କୁ ଦୁଇ ହାତ ଯୋଡ଼ିବା ଅପେକ୍ଷା ବିପଦରେ ପଡ଼ିଥିବା ବ୍ୟକ୍ତିଙ୍କ ପାଇଁ ଗୋଟିଏ ହାତ ବଢ଼ାଇଲେ ଈଶ୍ୱର ତୁମ ପାଇଁ ଶହ ଶହ ହାତ ବଢ଼ାଇ ଦେବେ। ଟଙ୍କା ତ ଭିକ ମାଗିଲେ ମଧ୍ୟ ମିଳିଯିବ, କିନ୍ତୁ ଇଜ୍ଜତ ପାଇବା ପାଇଁ ପରିଶ୍ରମ କରିବାକୁ ପଡ଼ିବ। ବଗିଚାରେ ମାଳି ପ୍ରତିଦିନ ପାଣି ଦେଇଥାଏ, କିନ୍ତୁ ଫୁଲ ସମୟ ଆସିଲେ ହିଁ ଫୁଟିଥାଏ। ଠିକ୍ ସେମିତି ପ୍ରତିଦିନ ଭଲ କାମ କରି ଚାଲନ୍ତୁ, ପରିଣାମ ସମୟ ଆସିଲେ ନିଶ୍ଚିତ ମିଳିବ। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇ।